ଶ୍ରୀମଦ୍ ଭଗବତ୍ ଗୀତା ଚତୁର୍ଥ ଅଧ୍ୟାୟ ଜ୍ଞାନକର୍ମ ସନ୍ନ୍ୟାସ ଯୋଗ। ଶ୍ରୀ ଭଗବାନ ଉବାଚ କର୍ମଯୋଗର ତତ୍ତ୍ୱଜ୍ଞାନ ସୂର୍ଯ୍ୟଙ୍କୁ କହିଥିଲି ଜାଣ। ସୂର୍ଯ୍ୟଙ୍କ ଠାରୁ ଏହି ଜ୍ଞାନ କଲେ ପୁତ୍ର ମନୁ ଗ୍ରହଣ। କହିଲେ ମନୁ ଏହି ଜ୍ଞାନ ରାଜା ଇକ୍ଷ୍ୱାକୁଙ୍କୁ ଅର୍ଜୁନ। ପରମ୍ପରା କ୍ରମେ ଏ ଜ୍ଞାନ ପୃଷ୍ଠେ ହସ୍ତାନ୍ତର ହୋଇଣ। ରାଜର୍ଷିମାନେ ଅବଗତ ହୋଇଣ କର୍ମଯୋଗେ ରତ। ବହୁ କାଳ ଅତିବାହିତ ହେଲା ପରେ ହେ ପରନ୍ତପ। କାଳର ପ୍ରଭାବେ ଗ୍ରାସିତ ଏ ଯୋଗ ଜ୍ଞାନ ହେଲା ଲୁପ୍ତ। ତୁମେ ଯେ ସଖା ଭକ୍ତ ମୋର ତେଣୁ କହୁଛି ଧନୁର୍ଧର। ଉତ୍ତମ ଏହି ଯୋଗ ଜ୍ଞାନ ମନ ଦେଇ ଶୁଣ ଅର୍ଜୁନ। ଅର୍ଜୁନ ଉବାଚ ଆଦିକାଳରୁ ବିବସ୍ୱାନ ସୂର୍ଯ୍ୟ ରୂପରେ ବିଦ୍ୟମାନ। ଆପଣଙ୍କ ଜନ୍ମ କେଶବ ହୋଇଛି ଏବେ ହିଁ ସମ୍ଭବ। ସୂର୍ଯ୍ୟଙ୍କୁ କେମନ୍ତ ଆପଣ ଦେଇଥିଲେ ଏ ଦିବ୍ୟ ଜ୍ଞାନ। ବିଶ୍ୱାସ ହେଉନାହିଁ ମୋର ସନ୍ଦେହ ମୋର କର ଦୂର। ଶ୍ରୀ ଭଗବାନ ଉବାଚ ବହୁତ ଜନମ ମୋହର ବହୁତ ଜନମ ତୁମ୍ଭର। ହୋଇଅଛି ଅତିବାହିତ କୁରୁ ନନ୍ଦନ କୁନ୍ତି ସୁତ। ସେସବୁକୁ ମୁଁ ହିଁ ଜାଣଇ ତୁମର କିଛି ମନେ ନାହିଁ। ମୁଁ ଅଟେ ଅଜନ୍ମା ଅମର ସର୍ବଜୀବଙ୍କ ମହେଶ୍ୱର। ପ୍ରକୃତିକୁ କରି ଅଧୀନ ନିଜ ମାୟା ଦ୍ୱାରା ଅର୍ଜୁନ। ପ୍ରକଟ ମୁଁ ହିଁ ହୋଇଥାଇ ଅତ୍ୟନ୍ତ ଗୂଢ଼ ତତ୍ତ୍ୱ ଏହି। ଯେବେ ଯେବେ କୁନ୍ତି ନନ୍ଦନ ଧର୍ମର ହୁଅଇ ପତନ। ଅଧର୍ମର ହୁଏ ଉତ୍ଥାନ ମୋହର ହୁଏ ଆଗମନ। ସାଧୁଙ୍କ ରକ୍ଷା ମୁଁ କରଇ ପାପୀଙ୍କ ନାଶ କରେ ମୁହିଁ। କରେ ଧର୍ମର ସଂସ୍ଥାପନ ଯୁଗେ ଯୁଗେ ଆସି ଅର୍ଜୁନ। ଜନ୍ମ ଓ କର୍ମ ଦିବ୍ୟ ମୋର ଏମନ୍ତ ଜାଣେ ଯେଉଁ ନର। ଦେହ ତ୍ୟାଗ ପରେ ଅର୍ଜୁନ ତା ପୁନର୍ଜନ୍ମ ନାହିଁ ଜାଣ। ମୋର ଧାମକୁ ପ୍ରାପ୍ତି ତାର ନିଃସନ୍ଦେହ ହେ ଧନୁର୍ଧର। ଆସକ୍ତି ଭୟ ବିବର୍ଜିତ ମୋଠାରେ ହୋଇଣ ଆଶ୍ରିତ। ମୋଠାରେ ଲୀନ ଚିତ୍ତ ହୋଇ ଜ୍ଞାନ ପ୍ରଦୀପକୁ ଜଳାଇ। ଚିତ୍ତ ଶୁଦ୍ଧି କରି ଅର୍ଜୁନ ନିଶ୍ଚୟ ମୋତେ ପ୍ରାପ୍ତ ଜାଣ। ଯେ ନର ଯେପରି ଭାବରେ ମୋର ଚରଣେ ଆଶ୍ରା କରେ। ମୁଁ ତାକୁ ସେପରି ଭାବରେ ସର୍ବଦା ଅନୁଗ୍ରହ କରେ। ବିଭିନ୍ନ ଭାବେ ଭକ୍ତଗଣ କରନ୍ତି ମୋ ଅନୁସରଣ। କର୍ମଜନିତ ସିଦ୍ଧି ପାଇଁ ମନୁଷ୍ୟ ଦେବତା ପୂଜଇ। ମନୁଷ୍ୟ ଲୋକରେ ଅର୍ଜୁନ ମିଳଇ ସିଦ୍ଧି ଶୀଘ୍ର ଜାଣ। ଗୁଣ ଓ କର୍ମ ଅନୁସାରେ ଚତୁର୍ବର୍ଣ୍ଣ ଏ ଜଗତରେ। ସୃଷ୍ଟି ମୁଁ କରିଛି ଅର୍ଜୁନ ସଖା ମୋ କୁନ୍ତିମାନନ୍ଦନ। କର୍ତ୍ତା ମୁଁ ଅଟେ ଧନଞ୍ଜୟ ତଥାପି ଅକର୍ତ୍ତା ଅବ୍ୟୟ। ଲିପ୍ତ ରୁହେ ନା ମୁଁ କର୍ମରେ ନା କର୍ମ ଫଳେ ସ୍ପୃହା କରେ। ଏମନ୍ତ ମୋତେ ଯେ ଜାଣଇ କର୍ମ ବନ୍ଧନେ ନ ପଡ଼ଇ। ଏମନ୍ତ ଜାଣି ହେ ଅର୍ଜୁନ ପୂର୍ବରୁ ମୋକ୍ଷକାମୀ ଜନ। କର୍ତ୍ତବ୍ୟ କର୍ମ କରିଛନ୍ତି କର୍ମ କର ତୁମେ ନ ଚିନ୍ତି। କର୍ମ କଣ ଅକର୍ମ କଣ ଏହା ଜାଣିବାରେ ଅର୍ଜୁନ। ସଂସାରେ ବହୁ ଜ୍ଞାନୀ ବ୍ୟକ୍ତି ସଦା ମୋହିତ ହୋଇଥାନ୍ତି। ଏହି ତତ୍ତ୍ୱର ହେଲେ ଜ୍ଞାନ ଅଶୁଭ ମୁକ୍ତ ହେବ ଜାଣ। କର୍ମକୁ ଜାଣିବା ଉଚିତ ତା ସହ ଅକର୍ମର ତତ୍ତ୍ୱ। ବିକର୍ମ ତତ୍ତ୍ୱର ବିଜ୍ଞାନ ତଥା କର୍ମ ଫଳାଦି ଜ୍ଞାନ। କର୍ମ ଗତି ଅତି ଗହନ ଜାଣିବା ଦୁଷ୍କର ଅର୍ଜୁନ। କର୍ମରେ ଅକର୍ମ ଦେଖଇ ଅକର୍ମେ କର୍ମ ଦେଖୁଥାଇ। ସକଳ କର୍ମ କରୁଥାଇ ଅଚଳ ସ୍ଥିତିରେ ରୁହଇ। ମନୁଷ୍ୟ ମଧ୍ୟେ ବୁଦ୍ଧିମାନ ସେ ନର ଅଟଇ ଅର୍ଜୁନ। ଆରମ୍ଭ ସକଳ କର୍ମର ସଂକଳ୍ପ ରହିତ ଯାହାର।
ଜ୍ଞାନାଗ୍ନି ଦ୍ୱାରା କର୍ମ ଯାର ଦଗ୍ଧୀଭୂତ ହେ ଧନୁର୍ଧର। ସେ ଅଟେ ପଣ୍ଡିତ ଅର୍ଜୁନ ଏହା କହନ୍ତି ଜ୍ଞାନୀ ଜନ। ଫଳରେ ଆସକ୍ତି ତ୍ୟାଗଇ ନିତ୍ୟ ତୃପ୍ତ ଯେ ରହିଥାଇ। ନିରାଶ୍ରୟ ପୁଣି ସେ ଥାଇ ସର୍ବଦା ଯୁତ ଚିତ୍ତ ହୋଇ। କର୍ମରେ ପ୍ରବୃତ୍ତ ହୁଅଇ ତଥାପି ଅକ୍ରିୟ ରୁହଇ। ଇନ୍ଦ୍ରିୟ ଚିତ୍ତ ବଶୀଭୂତ ସଂଗ୍ରହ ବୃତ୍ତି କରି ତ୍ୟକ୍ତ। ଶରୀର କର୍ମ କରୁଥାଇ ପାପର ଭାଗୀ ନ ହୁଅଇ। ଯାହା ବି ମିଳଇ ଅର୍ଜୁନ ତହିଁରେ ସନ୍ତୁଷ୍ଟ ଯେ ଜନ। ଦ୍ୱନ୍ଦ୍ୱରୁ ବିମୁକ୍ତ ହୁଅଇ ରୋଗ ଦ୍ୱେଷରୁ ମୁକ୍ତ ରହି। ସଫଳା ସଫଳ ଆଦିରେ ରହିଥାଏ ସମଭାବରେ। ଯଦିବା କର୍ମ କରୁଥାଇ କର୍ମ ବନ୍ଧନ ନ ଲାଗଇ। ସଙ୍ଗରୁ ମୁକ୍ତ ଯେଉଁ ଜନ ଚିତ୍ତ ଜ୍ଞାନରେ ଅବସ୍ଥାନ। ଯଜ୍ଞ ନିମିତ୍ତ କର୍ମ ତାର ବନ୍ଧନୁ ମୁକ୍ତ ସେଇ ନର। ବ୍ରହ୍ମରୂପକ କର୍ତ୍ତା ଜାଣ ବ୍ରହ୍ମକୁ କରଇ ଅର୍ପଣ। ବ୍ରହ୍ମରୂପକ ଅଗ୍ନି ଯହିଁ ବ୍ରହ୍ମର ଆହୁତି ନିଅଇ। ଗନ୍ତବ୍ୟ ବ୍ରହ୍ମ ହିଁ ଅଟଇ ଏ କର୍ମ ବ୍ରହ୍ମ ହୋଇଥାଇ। ଯଜ୍ଞର ବିବିଧ ପ୍ରକାର କହୁଛି ଶୁଣ ଧନୁର୍ଧର। କେତେକ ଦେବ ଉଦ୍ଦେଶ୍ୟରେ ଯଜ୍ଞ କରନ୍ତି ଦ୍ରବ୍ୟାଦିରେ। କେତେକ ଶରୀର ମଧ୍ୟରେ ଯଜ୍ଞ କରନ୍ତି ବ୍ରହ୍ମାଗ୍ନିରେ। ପ୍ରାଣରୂପକ ବ୍ରହ୍ମାହୁତି ବ୍ରହ୍ମାଗ୍ନିରେ ସେ କରିଥାନ୍ତି। ଶ୍ରବଣ ଇତ୍ୟାଦି ଇନ୍ଦ୍ରିୟ ଘୃତ ଭାବେଣ ଧନଞ୍ଜୟ। ସଂଯମ ରୂପକ ଅଗ୍ନିରେ ଦିଅନ୍ତି ଆହୁତି ଅଚିରେ। ଶବ୍ଦାଦି ଇନ୍ଦ୍ରିୟ ବିଷୟ ଘୃତ ଭାବେଣ ଧନଞ୍ଜୟ। ଇନ୍ଦ୍ରିୟ ରୂପକ ଅଗ୍ନିରେ ଆହୁତି କରନ୍ତି ମନରେ। ଆତ୍ମଜ୍ଞାନରେ ଦୀପ୍ତିମାନ କିଛି ଯୋଗୀଗଣ ଅର୍ଜୁନ। ସର୍ବ ଇନ୍ଦ୍ରିୟ କର୍ମମାନ ପ୍ରାଣ କର୍ମ କରି ଅର୍ଜୁନ। ଆତ୍ମସଂଯମ ବ୍ରହ୍ମାଗ୍ନିରେ ସକଳ କର୍ମାହୁତି କରେ। ଦ୍ରବ୍ୟଯଜ୍ଞ ଓ ତପଯଜ୍ଞ ଯୋଗଯଜ୍ଞ ଓ ଜ୍ଞାନଯଜ୍ଞ। ସଂଯମ ଆଦି ଯଜ୍ଞମାନ ଯୋଗୀ କରିଥାନ୍ତି ଅର୍ଜୁନ। ପ୍ରାଣରେ ଅପାନ ହବନ ହବନ ଅପାନରେ ପ୍ରାଣ। ପ୍ରାଣାପାନର ଗତିରୋଧ ହୋଇ ପ୍ରାଣାୟାମେ ଆବଦ୍ଧ। ସଂଯମ କରିଣ ଆହାର କେତେକ ଯୋଗୀ ଧନୁର୍ଧର। ପ୍ରାଣରେ ପ୍ରାଣକୁ ଆହୁତି ଦିଅନ୍ତି କରି ସ୍ଥିର ମତି। ଏମନ୍ତ କର୍ମମାନ କରି ନିଷ୍ପାପ ହୁଏ ଯୋଗାଚାରୀ। ଯଜ୍ଞର ଅବଶିଷ୍ଟ ଅନ୍ନ ଅମୃତ ତୁଲ୍ୟ କରି ମାନ। ଯେଉଁ ଯୋଗୀ କରେ ଭୋଜନ ମିଳଇ ବ୍ରହ୍ମ ସନାତନ। ଯେ ବ୍ୟକ୍ତି ଯଜ୍ଞ ନ କରଇ ତାର ଏ ଲୋକେ ସ୍ଥାନ ନାହିଁ। ଅନ୍ୟ ଲୋକରେ ନାହିଁ ସ୍ଥାନ ଏମନ୍ତ ମତ ମୋ ଅର୍ଜୁନ। ଯଜ୍ଞ କର୍ମ ବିଧି ବହୁତ ବେଦରେ ହୋଇଛି ବର୍ଣ୍ଣିତ। ଯଜ୍ଞ କର୍ମରୁ ହୁଏ ଜାତ ଜାଣି ବିମୁକ୍ତ ହୁଅ ପାର୍ଥ। ଦ୍ରବ୍ୟଯଜ୍ଞଠାରୁ ଅର୍ଜୁନ ଜ୍ଞାନ ଯଜ୍ଞ ହିଁ ଶ୍ରେଷ୍ଠ ଜାଣ। ସମସ୍ତ କର୍ମର ସମାପ୍ତି ହୁଅଇ ଯେବେ ଜ୍ଞାନ ପ୍ରାପ୍ତି। ତତ୍ତ୍ୱଦର୍ଶୀଙ୍କ ଚରଣରେ ନତ ମସ୍ତକ ସହକାରେ। ସେମାନଙ୍କ ସେବା କରିଣ ପଚାର ପ୍ରଶ୍ନ ହେ ଅର୍ଜୁନ। ଯେ ତତ୍ତ୍ୱଦର୍ଶୀ ଜ୍ଞାନୀ ଜନ ଜ୍ଞାନୋପଦେଶ ଦେବେ ଜାଣ। ସେ ଜ୍ଞାନ କଲେ ଅନୁଭବ ନାଶ ହେବ ମୋହ ପାଣ୍ଡବ। ସକଳ ଯେତେ ଜୀବଗଣ ମୋ ମଧ୍ୟେ ଦେଖିବ ଅର୍ଜୁନ। ସମସ୍ତ ପାପୀ ଜଗତର ତାଠୁ ବେଶୀ ବି ଧନୁର୍ଧର। ଯଦି ବି ତୁମେ ହୋଇଥାଅ ତଥାପି ଚିନ୍ତାମୁକ୍ତ ରୁହ। ଜ୍ଞାନ ଭେଳାରେ ବୀରବର ବସି ଲଙ୍ଘିବ ଏ ସଂସାର। କାଷ୍ଠକୁ ଅଗ୍ନି ପ୍ରଜ୍ୱଳିତ କରଇ ଭସ୍ମୀଭୂତ ପାର୍ଥ। ସକଳ କର୍ମକୁ ଅର୍ଜୁନ ଜ୍ଞାନାଗ୍ନି ଭସ୍ମ କରେ ଜାଣ। ଆତ୍ମଜ୍ଞାନ ତୁଲ୍ୟ ସମାନ ପବିତ୍ର କିଛି ନାହିଁ ଜାଣ। ସ୍ୱୟଂ ଯୋଗ ସିଦ୍ଧ ପାଣ୍ଡବ ଅନ୍ତରେ କରେ ଅନୁଭବ।
श्रद्धावान अटे जेउ जन होई साधना परायण इंद्रिय कुकरी संजत एकाग्र कले मन चित्त ज्ञान लाभ हुए अर्जुन परम शांति मिले जान अश्रद्धावान अज्ञजन संशयी मूढ़ आत्मा जान मिली न थाए सुख शांति अचिरे नाश होई थांती इह लोक परलोक रे सदा रही थाए दुख रे योगरे कर्मरु संन्यास ज्ञाने संशय करी नाश आत्मपरायण से जन न बांधई कर्म बंधन अज्ञान रुजात संशय दूर कर हे धनंजय जोगरे आश्रित होइण ज्ञान खड़गे करी छेदन ज्ञानर अर्थ भगवान ता छड़ा सबु तुच्छ जान मनरे श्रीकृष्ण सुमरी सर्वदा कही हरि हरि प्रभुंको नाम सुमरिबा परम धाम प्राप्त हेबा अमूल्य आत्मतत्वज्ञान प्रभुंको मुखरु शुणिण ए कृष्ण दास हीन हीन दीनहीन निजकु मने करे धन्य एहि ज्ञान को नित्य पाठ करी सबहु असुकृत चतुर्थ खंड कृष्ण गीत अटई अव्यय अनंत ओं तत्सदिति श्रीमद्भगवद्गीतासु उपनिषत्सु ब्रह्मविद्यायां योगशास्त्रे श्रीकृष्णार्जुन संवादे ज्ञानकर्मसन्न्यासयोगो नाम चतुर्थोऽध्यायः।